ବର୍ଷାରେ ସ୍ୱାସ୍ଥ୍ୟର ଯତ୍ନ। ବର୍ଷା ଋତୁ ଆସିଲେ ଗ୍ରୀଷ୍ମର ପ୍ରକୋପରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ଏହା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମାଡ଼ି ଆସେ। ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯିବା ସହ ବ୍ୟାକ୍ଟେରିଆ, ଭାଇରସ୍ ଏବଂ ମଶାଙ୍କ ବଂଶବୃଦ୍ଧି ହୋଇଥାଏ। ଫଳରେ ଜ୍ୱର, ସର୍ଦ୍ଦି, କାଶ, ମ୍ୟାଲେରିଆ, ଡେଙ୍ଗୁ ଏବଂ ପେଟ ରୋଗ ଭଳି ସମସ୍ୟା ଦେଖାଯାଏ। ତେଣୁ ଏହି ସ୍ୱତନ୍ତ୍ର ଋତୁରେ ନିଜକୁ ସୁସ୍ଥ ରଖିବା ପାଇଁ ସ୍ୱତନ୍ତ୍ର ସତର୍କତା ଓ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଗରମ କମିଯିବା ଯୋଗୁଁ ଆମେ ପ୍ରାୟତଃ କମ୍ ପାଣି ପିଇଥାଉ, କିନ୍ତୁ ଶରୀରକୁ ହାଇଡ୍ରେଟେଡ୍ ରଖିବା ପାଇଁ ନିଜକୁ ଅତି କମ୍ରେ 8ରୁ 10 ଗ୍ଲାସ ପାଣି ପିଇବା ଆବଶ୍ୟକ। ଘର ଭିତରେ କିମ୍ବା ଆଖପାଖରେ ଫୁଲକୁଣ୍ଡ, ଟାୟାର କିମ୍ବା କୁଲରରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଶୋଇବା ବେଳେ ନିଶ୍ଚିତ ଭାବେ ମଶାରୀ ଟାଙ୍ଗନ୍ତୁ ଏବଂ ବାହାରକୁ ଗଲାବେଳେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼େଇ ହେଉଥିବା ପୋଷାକ ପିନ୍ଧନ୍ତୁ। ନିଜ ଖାଦ୍ୟରେ ହଳଦୀ, ଅଦା, ରସୁଣ, ଗୋଲମରିଚ ଏବଂ ତୁଳସୀର ବ୍ୟବହାର କରନ୍ତୁ। ପ୍ରତିଦିନ ହର୍ବାଲ ଚା କିମ୍ବା କାଢ଼ା ପିଇବା ଦ୍ୱାରା ଶରୀର ସଂକ୍ରମଣରୁ ରକ୍ଷା ପାଇଥାଏ। ଖଟା ଜାତୀୟ ଫଳ ଯେଉଁଥିରେ ଭିଟାମିନ୍ ସି ଥାଏ ଖାଆନ୍ତୁ। ଓଦା ଜୋତା କିମ୍ବା ମୋଜା ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ପାଦରେ ଫଙ୍ଗାଲ ଇନଫେକ୍ସନ ହୋଇପାରେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସେହି ସମୟରେ ଓଡ଼ିଶାର କୋଣ ଅନୁକୋଣରେ ଦେଶ ପ୍ରେମର ଏକ ଉତ୍ତୁଙ୍ଗ ଲହରୀ ସୃଷ୍ଟି କରିଥିଲା। ସେ ମଧ୍ୟ ସାଧାରଣ ଜନତାଙ୍କ ମନରେ ସ୍ୱଦେଶ ପ୍ରୀତି ଜାଗରଣ କରିବା ସକାଶେ ଏକାଧିକ ଗଳ୍ପ, କବିତା ରଚନା କରିଯାଇଛନ୍ତି। ବିଦେଶୀ ଦ୍ରବ୍ୟ ବର୍ଜନ ସହ କୁଟି ଖାଇ କାଟି ପିନ୍ଧିବା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଏବଂ ଅରଟର ମୂଲ୍ୟ ଜଣାଇବା ଲାଗି ସେ ଲେଖିଥିଲେ, ଭାଇ ହେ ଏବେ ଅରଟ କାଟ, ଆଉ କିଛି ଭରସା ନାହିଁ, ଅରଟ ଏକା ମୁକତି ବାଟ। ଜୟ ଶ୍ରୀ ଜଗନ୍ନାଥ।